ଭାରତ ବିପକ୍ଷ ଟି20 ସିରିଜ୍ ପାଇଁ ଦଳ ଘୋଷଣା କରିଛି ଶ୍ରୀଲଙ୍କା। ଚରିତ ଅସଲଙ୍କା ହେଲେ ନୂଆ ଅଧିନାୟକ। ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆ। ଶ୍ରୀଲଙ୍କା ବିପକ୍ଷରେ ହ୍ୱାଇଟ୍ ବଲ୍ ସିରିଜ୍ ଖେଳିବ ଭାରତ। ଭାରତୀୟ ଦଳ ଦ୍ୱିପାକ୍ଷିକ ସିରିଜ୍ ପାଇଁ କଲମ୍ବୋରେ ପହଞ୍ଚି ସାରିଛି। ଅନ୍ୟପଟେ ଭାରତ ବିପକ୍ଷ ଟି20 ସିରିଜ୍ ପାଇଁ ଦଳ ଘୋଷଣା କରିଛି ଶ୍ରୀଲଙ୍କା। ଚରିତ ଅସଲଙ୍କାଙ୍କୁ ଦଳର ଅଧିନାୟକ ପଦ ମିଳିଛି। 16 ଜଣିଆ ଦଳ ଘୋଷଣା କରିଛି ଶ୍ରୀଲଙ୍କା। ଟି20 ସିରିଜ୍ ପରେ ଭାରତ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜ୍ ଖେଳାଯିବ। ଏଥିସହ ଭାରତୀୟ କ୍ରିକେଟରେ ଗମ୍ଭୀର ଯୋଗ ଆରମ୍ଭ ହେବ। ସବୁଠୁ ବଡ଼ କଥା ହେଲା ଭାରତ ଶ୍ରୀଲଙ୍କା ବିପକ୍ଷରେ ମୋଟ 29ଟି ଟି20 ମ୍ୟାଚ୍ ଖେଳାଯାଇଛି। ସେଥିମଧ୍ୟରୁ ଭାରତୀୟ ଦଳ 19ଟିରେ ବିଜୟୀ ହୋଇଥିବା ବେଳେ ଶ୍ରୀଲଙ୍କା 9ଟି ମ୍ୟାଚ୍ରେ ବିଜୟୀ ହୋଇଛି। ଭାରତ ବିପକ୍ଷ ଟି20 ପାଇଁ ଶ୍ରୀଲଙ୍କା ଦଳ: ଚରିତ ଅସଲଙ୍କା, ପଥୁମ ନିଶାଙ୍କା, କୁଲସ ପରେରା, ଅବିଷ୍କା ଫର୍ନାଣ୍ଡୋ, କୁଶଲ ମେଣ୍ଡିସ୍, ଦିନେଶ ଚଣ୍ଡିମାଲ, କାମିନ୍ଦୁ ମେଣ୍ଡିସ୍, ଦାନୁଶ ସାନାକା, ବାନିନ୍ଦୁ ହଂସରଙ୍ଗା, ଡୁନିତ ବେଲ୍ଲାଲାଗେ, ମହେଶ ତକ୍ଷଣା, ଚାମିଣ୍ଡା ବିକ୍ରମ ସିଂଧେ, ମଥିସା ପଥିରାନା, ନୁଆନ ତୁଷାର, ଦଶମନ୍ଥା ଚମିରା, ନିଉରା ଫର୍ନାଣ୍ଡୋ। ଆସନ୍ତୁ ଭାରତ ଶ୍ରୀଲଙ୍କା ଦ୍ୱିପାକ୍ଷିକ ସିରିଜର କ୍ରୀଡ଼ା ସୂଚୀ ଉପରେ ନଜର ପକାଇବା। ଜୁଲାଇ 27ରେ ପ୍ରଥମ ଟି20 ମ୍ୟାଚ୍ ଆରମ୍ଭ ହେବାକୁ ଥିବାବେଳେ ଜୁଲାଇ 28ରେ ଦ୍ୱିତୀୟ ଟି20 ମ୍ୟାଚ୍ ଖେଳାଯିବ। ଜୁଲାଇ 30ରେ ତୃତୀୟ ଟି20 ମ୍ୟାଚ୍ ଅନୁଷ୍ଠିତ ହେବ। ସେହିପରି ଅଗଷ୍ଟ 2ରେ ପ୍ରଥମ ଦିନିକିଆ ଖେଳାଯିବାକୁ ଥିବାବେଳେ ଅଗଷ୍ଟ 4ରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଖେଳାଯିବ। ଅଗଷ୍ଟ 7ରେ ତୃତୀୟ ଦିନିକିଆ ମ୍ୟାଚ୍ ଖେଳାଯିବ।